ରକ୍ତରଞ୍ଜିତ ମାଟି ମା ବକ୍ଷ ବୀରପୁତ୍ର ଜନନୀର ଶତ୍ରୁର କତେ ଖେଳିଥିଲେ ହୋରି ବଳି ଦେଇ ନିଜ ଶିର ସେ ଅମର ଗାଥା ଏବେ ବି ଶୁଣାଏ ସେ ଅମର ଗାଥା ଏବେ ବି ଶୁଣାଏ ଇତିହାସ ମାଟିର ଏଇ ମାଟିର ଇତିହାସ। ପରାଧୀନ ଓଡ଼ିଶାର ଲହୁ ଲୁହ ବୋଳା କାହାଣୀକୁ ନେଇ ଲେଖା ହେଇଛି ଏ ମାଟିର ଇତିହାସ। କେତେକ ସଂଗ୍ରାମୀଙ୍କ ନାମ ଅମର ଅକ୍ଷରରେ ଲିପିବଦ୍ଧ ରହିଛି ତ କେତେକଙ୍କ ନାମ ରହିଛି କେବଳ ଜନଶ୍ରୁତିରେ। ଆଜି କହୁଛି ସେ ଦିନର କଥା। ଖଣ୍ଡ ବିଖଣ୍ଡିତ ଓଡ଼ିଶା ଥିଲା କେତେକ କ୍ଷୁଦ୍ର ରାଜ୍ୟର ସମଷ୍ଟି ମାତ୍ର। ରାଜା ରାଜାଙ୍କ ଭିତରେ ଶତ୍ରୁତା ବହୁଥିଲା ଶୀତଳ ଯୁଦ୍ଧର ସ୍ରୋତସ୍ୱିନୀ। ଏହାରି ସୁଯୋଗ ନେଲେ ଇଂରେଜମାନେ। ଆମ ଦେଶକୁ ଶାସନ କରି ଲୁଟି ନେଲେ ଧନ ଦୌଲତ, କାଙ୍ଗାଳ କରିଦେଲେ ଓଡ଼ିଶାକୁ। ସାମାନ୍ୟ ସ୍ୱାର୍ଥ ଲାଳସାରେ କେତେକ ଦେଶଦ୍ରୋହୀ ଇଂରେଜମାନଙ୍କୁ ସାହାଯ୍ୟ କରିବାରେ ଲାଗିପଡ଼ିଲେ। ଯେଉଁ ଦେଶପ୍ରେମୀମାନେ ବିରୋଧ କଲେ ସେମାନଙ୍କ ଭିତରୁ ଅନେକ ଝୁଲିଲେ ଫାଶୀ ଖୁଣ୍ଟରେ, ଅନେକଙ୍କୁ ଜେଲର ଅନ୍ଧାର କୋଠରୀ ଭିତରେ ସଢ଼ି ସଢ଼ି ମରିବାକୁ ପଡ଼ିଲା। ଅନେକ ବି ଭୟରେ ନୀରବ ରହିଲେ। ଇଂରେଜମାନେ ଓଡ଼ିଶାର ଶାସନଭାର ନିଜ ହାତକୁ ନେଇ ଅଧିକରୁ ଅଧିକ କର ବସାଇବାକୁ ଲାଗିଲେ। ରାଜାଙ୍କର ଅଧିକାରକୁ ସଂକୁଚିତ କରି ଦିଆଗଲା। ରାଜ୍ୟ ସାରା ଅସନ୍ତୋଷର ବିଷାକ୍ତ ବାତାବରଣ। ବିଦ୍ରୋହର ନିଆଁ ଝୁଲ କୁହୁଳିବାକୁ ଆରମ୍ଭ କଲା। ସେତିକିବେଳେ ଶୁଣାଗଲା ବାଣପୁରରେ ବାଘର ଗର୍ଜନ। କିଏ ସେଇ ବାଘ? କିଏ ଆଉ କାହିଁକି ତାଙ୍କୁ ବାଣପୁର ବୀରବର ବାଘ ଉପାଧି ଦେଲା? ସେ କାହାଣୀ କହିବ ଏ ମାଟିର ଇତିହାସ। ଘୁମୁସରର କନ୍ଧ ଆଉ ଖଲ୍ଲିକୋଟର ପାଣମାନେ ମିଶି ବାଣପୁର ଅଞ୍ଚଳରେ ଆରମ୍ଭ କରିଦେଲେ ଲୁଟ୍ତରାଜ। ବାଣପୁରର ରାଜା ଘୋଷଣା କଲେ, ମୁଁ ଶରଣ ସିଂ ବାଣପୁରର ରାଜା। ମୋ ରାଜ୍ୟ ସ୍ୱାଧୀନ ଥିଲା, ଏବେ ବି ସ୍ୱାଧୀନ ଅଛି। ମାନେ ନା ମୁଁ ବର୍ବର ଇଂରେଜମାନଙ୍କର ସ୍ୱାର୍ଥ ପ୍ରଣୋଦିତ ଶାସନ ନୀତିକୁ। କୌଣସି ପରିସ୍ଥିତିରେ ବି ମୁଁ ସେମାନଙ୍କୁ ମୋ ରାଜ୍ୟର ସୀମା ଲଙ୍ଘନ କରିବାକୁ ଦେବି ନାହିଁ। କୃତିବାସ ପାଟଶାଣୀ ଥିଲେ ବାଣପୁର ରାଜାଙ୍କ ସେନାପତି। ସେ ଥିଲେ ଅରଙ୍ଗଗଡ଼ର ଦଳବେହେରାଙ୍କ ସନ୍ତାନ। ଧମନୀରେ ତାଙ୍କର ପ୍ରବାହିତ ହେଉଥିଲା ବୀରତ୍ୱର ଉଷ୍ମ ଶୋଣିତ। ତାଙ୍କ ଲୋକପ୍ରିୟତା ବଢ଼ିଥିଲା ତାଙ୍କର ବଳବିକ୍ରମ, ବିଦ୍ବତ୍ତା, ତନ୍ତ୍ର ସାଧନା ଓ ଆୟୁର୍ବେଦ ଶାସ୍ତ୍ରଜ୍ଞ ସୁଯୋଗ୍ୟ ଚିକିତ୍ସକ ଥିବା ହେତୁ। ରାଜା ବାଣପୁରର ସ୍ୱାଧୀନତା ଘୋଷଣା କରିବା ପରେ ପାଟଶାଣୀ ତାଙ୍କର ସୈନ୍ୟ ସାମନ୍ତ ଧରି ଇଂରେଜମାନଙ୍କୁ ଆକ୍ରମଣ କଲେ। ସୈନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ସେ ବଜ୍ର ଗମ୍ଭୀର କଣ୍ଠରେ କହିଲେ, ହେ ମୋର ପାଇକ ଭାଇ, ଗଲେ ପଛେ ଯାଉ ଯିବ, ଯାହା ହେବ ଦେଖାଯିବ। ଲୋଟାଓ ଫେରିଙ୍ଗି ମୁଣ୍ଡ ଉତ୍କଳ ମାଟିରେ। ଗର୍ଜି ଉଠିଲେ ପାଇକ ବାହିନୀ।
ଧାପ ଦେଲେ ବାଣପୁର ଥାନା ଉପରେ। ଜଣେ ଇଂରେଜ ପୁଲିସର ମୁଣ୍ଡ ଗଣ୍ଡିରୁ ବିଚ୍ଛିନ୍ନ ହୋଇଗଲା। ଅନ୍ୟମାନେ ପ୍ରାଣ ଭୟରେ କେଉଁଆଡ଼େ ଗଲେ କିଛି ପତ୍ତା ମିଳିଲାନି। କରଗତ କଲେ ବାଣପୁର ଥାନାକୁ। ଏହାପରେ କିଏ ପାଟଶାଣୀଙ୍କ ଟାର୍ଗେଟରେ? ତାଙ୍କ ଟାର୍ଗେଟରେ ଥିଲା ପୁରୀ ଜିଲ୍ଲାର ଟାଙ୍ଗୀ ଥାନା। କିନ୍ତୁ କେହି ଜଣେ ଦେଶଦ୍ରୋହୀ ନିଜ ସ୍ୱାର୍ଥ ପାଇଁ ଇଂରେଜ ହାକିମଙ୍କ ପାଖରେ ଏ ଖବର ପହଞ୍ଚାଇ ସବୁ ଯୋଜନା ଭଣ୍ଡୁର କରିଦେଲା। ଆକ୍ରମଣକାରୀଙ୍କ ମଧ୍ୟରୁ ଧରା ପଡ଼ିଲା ପଞ୍ଚୁ ନାୟକ ପୋଲିସ ହାତରେ, ଝୁଲିଗଲା ଫାଶୀ ଖୁଣ୍ଟରେ। ହେଲେ ସେନାପତି କୃତିବାସ କେଉଁ ପଦକ୍ଷେପ ଗ୍ରହଣ କଲେ ସେ ଏ ପରିସ୍ଥିତିରେ? ଭାଇ ବୁକେ ଭାଇ ଛୁରୀ ମାରିବାକୁ ନକଲା ଯଦି ବିଚାର, କାହାକୁ କହିବା ଏ ଅନ୍ତର୍ଦାହ, ନିଜ ଲୋକ ହେଲେ ପର। ଇଂରେଜ ସରକାରଙ୍କ ହୃତ୍କମ୍ପ ସୃଷ୍ଟି କରିଥିବା ବୀର୍ଯ୍ୟଧର ତେଜୋଦୀପ୍ତ କୃତିବାସ ଆତ୍ମଗୋପନ କରିବାକୁ ବାଧ୍ୟ ହେଲେ। ତାଙ୍କୁ ଧରିବା ପାଇଁ ଇଂରେଜ ସରକାରଙ୍କ ଶତ ଚେଷ୍ଟା ବିଫଳ ହେଲା। ତାଙ୍କୁ ଧରାଇ ଦେଲେ ଅଜସ୍ର ଟଙ୍କାର ପୁରସ୍କାର ବି ଘୋଷଣା କରାଗଲା। ପୁରସ୍କାର ପ୍ରଲୋଭନରେ ଅନ୍ଧ ହୋଇଗଲେ କୃତିବାସ ପାଟଶାଣୀଙ୍କ ଶ୍ୱଶୁର ନରେନ୍ଦ୍ର ସିଂ। ଭୁଲିଗଲେ ନିଜ ଝିଅ ଜୀବନର ଭବିଷ୍ୟତକୁ। ହେ ବିଧାତା, କାହିଁକି ଜନ୍ମ ଦିଅ ଏମିତି ମଣିଷକୁ, ଯିଏକି ଅର୍ଥ ଆଉ ସ୍ୱାର୍ଥ ପାଇଁ ସବୁକିଛି ବଳି ଦେଇପାରେ। ଧିକ୍, ଶତଧିକ୍ ଏପରି ଜଘନ୍ୟ ମନୁଷ୍ୟର ଜନ୍ମକୁ। କୃତିବାସ ପ୍ରତିଦିନ ଉଗ୍ରତାରାଙ୍କ ଦର୍ଶନକୁ ଆସି ଗୁହାରି କରନ୍ତି। ହେ ମା, ତୁ ପରା ଏ ମାଟିର ଆରାଧ୍ୟା। ତୁ କେମିତି ଦେଖିପାରୁଛୁ? ତୁ କେମିତି ସହିପାରୁଛୁ ତୋ ସନ୍ତାନର ବିନାଶ? ତୁ କ'ଣ ଚାହୁଁଛୁ ତୋ ସନ୍ତାନ ରକ୍ତରେ ତୋର ଅଭିଷେକ କରିବା ପାଇଁ? ନାଇଁ ମା, ନାଇଁ, ତୁ ଏତେ ନିର୍ଦ୍ଦୟ ହୁଅନା। ମତେ ଶକ୍ତି ଦେ ମା, ଶକ୍ତି ଦେ। ଦେଶର ଶତ୍ରୁକୁ ସମୂଳେ ବିନାଶ କରି ତୋର ଆଉ ଏ ମାଟି ମାର ଟେକ ରଖିବା ପାଇଁ ମୋ ଛାତିରେ ଭରିଦେ ଅଟଳ ଧୈର୍ଯ୍ୟ, ମୋ ବାହୁ ଯୁଗଳରେ ଅସୀମ ବଳ। ତୁ ପରା ଦୟାମୟୀ, ତୋ ସନ୍ତାନକୁ ତୁ କ'ଣ ଏତିକି ସାହାଯ୍ୟ କରିପାରିବୁନି ମା? ଦୟାମୟୀ, ଦୟାକର ମା, ଦୟାକର। ଏ କଥା କେବଳ ତାଙ୍କ ଶ୍ୱଶୁର ହିଁ ଜାଣିଥିଲେ। ଏ ସୁଯୋଗ ହାତ ମୁଠାରୁ ଛାଡ଼ିବାର ନାହିଁ। ପ୍ରବଳ ପରାକ୍ରମୀ ଇଂରେଜ ସରକାରଙ୍କ ବିରୋଧରେ ଲଢ଼େଇ କରିବା ପାଗଳାମୀ ଛଡ଼ା ଆଉ କ'ଣ ହେଇପାରେ? ଏପରି ଗୋଟେ ପାଗଳକୁ ଇଂରେଜମାନଙ୍କ ହାତରେ ଧରାଇ ଦେଲେ ଅଜସ୍ର ଟଙ୍କା ପାଇବି, ପଦ ପଦବୀ ମଧ୍ୟ ମିଳିଯିବ। ବାକି ଜୀବନତକ ସୁଖରେ କଟିଯିବ। ମନେ ମନେ ଏହି ସିଦ୍ଧାନ୍ତ ନେଇ ଖୁବ୍ ଜୋରରେ ହସି ଉଠିଲେ ନରେନ୍ଦ୍ର ସିଂ। ଭାବନାକୁ କାର୍ଯ୍ୟକାରୀ କରିବା ପାଇଁ ସୁଯୋଗକୁ ଅପେକ୍ଷା କଲେ। ଏ ସୁଯୋଗ ହାସଲ କରିବା ପାଇଁ କି ମସୁଧା କଲେ ଦେଶଦ୍ରୋହୀ, ମିତ୍ରଦ୍ରୋହୀ, ବିଶ୍ୱାସଘାତକ ନରେନ୍ଦ୍ର ସିଂ। ମିତ୍ରଦ୍ରୋହୀ କୃତଘ୍ନ ଚ ଯେ ଚ ବିଶ୍ୱାସଘାତକା ते नरः नर्के जानती जावश्चंद्र दिवाकर। ए नीति श्लोक स्वार्थी नरेन्द्र सिंहଙ୍କ ପାଇଁ ଥିଲା ପୋଥି ବାଇଗଣ ସଦୃଶ। ନିଜ ସ୍ୱାର୍ଥ ହାସଲ କରିବା ପାଇଁ ଇଂରେଜ ପୁଲିସ ସହିତ ହାତ ମିଳେଇଲେ ନରେନ୍ଦ୍ର ସିଂ। ଶ୍ରଦ୍ଧା ଓ ସମ୍ମାନ ସହିତ ସାଦର ନିମନ୍ତ୍ରଣ କଲେ ଜ୍ୱାଇଁ କୃତିବାସଙ୍କୁ ନିଜ ଘରକୁ। ସରଳ ନିଷ୍କପଟ କୃତିବାସ କେମିତି ବା ଭାବି ପାରିଥାନ୍ତେ ପିତା ସ୍ୱମ ଶ୍ୱଶୁର ତାଙ୍କ ସହ ଏମିତି ବିଶ୍ୱାସଘାତକତା କରିବେ ବୋଲି। ଦେବୀ ଦର୍ଶନ ସାରି ଶ୍ୱଶୁର ଘରେ ପହଞ୍ଚିବାର ଅଳ୍ପ ସମୟ ପରେ ପହଞ୍ଚିଗଲେ ଇଂରେଜ ପୁଲିସ। ଗିରଫ କଲେ କୃତିବାସଙ୍କୁ। ଅପ୍ରତ୍ୟାଶିତ
ଏମିତି ଏକ ପରିସ୍ଥିତି ସୃଷ୍ଟି ହେବ, ଏକଥା ଥିଲା କୃତିବାସଙ୍କ କଳ୍ପନାର ବାହାରେ। ନିଜ ଶ୍ୱଶୁରଙ୍କ ଜଘନ୍ୟ କାରସାଦି ଓ ବିଶ୍ୱାସଘାତକତା ବିଦ୍ୟୁତ୍ ଆଘାତ ପରି ତାଙ୍କ ଦେହ ସାରା ସଞ୍ଚରିତ ହେଲା। ଚତୁର୍ଦିଗ ଅନ୍ଧାର ଦିଶିଲା। ମୁକ୍ତିର ସବୁ ଦ୍ୱାର ବନ୍ଦ ହୋଇଯାଇଥିଲା ତାଙ୍କ ପାଇଁ। ଇଂରେଜମାନେ ତାଙ୍କର ବିଚାର କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ନିର୍ବାସନ ଦଣ୍ଡରେ ଦଣ୍ଡିତ କଲେ। ସେଥିପାଇଁ ତାଙ୍କ ମନରେ ଟିକିଏ ହେଲେ ଦୁଃଖ ନଥିଲା। କିନ୍ତୁ ଏତିକି ଦୁଃଖ ରହିଗଲା ଯେ ତାଙ୍କ ନିଜ ଶ୍ୱଶୁର ଜଣେ ଦେଶଦ୍ରୋହୀ। ଆଣ୍ଡାମାନ ସେଲୁଲାର ଜେଲରେ ସେ ବନ୍ଦୀ ଭାବରେ ରହିଲେ। ଆସନ୍ତୁ ଥରେ ବୁଲି ଆସିବା ଆଣ୍ଡାମାନ ସେଲୁଲାର ଜେଲ୍ ଆଡ଼େ। ଦେଖି ଆସିବା ଏ ମାଟିର ବୀରପୁତ୍ର ସର୍ବଜନପ୍ରିୟ କୃତିବାସ କେଉଁ ଅବସ୍ଥାରେ ଅଛନ୍ତି। ଓଡ଼ିଶାର ମୁକ୍ତି ସଂଗ୍ରାମର ଲଢ଼ୁଆ ପାଇକ, ବାଘ ପରି ଶତ୍ରୁ ଉପରକୁ ଲମ୍ଫ ଦେଇ କ୍ଷତାକ୍ତ କରିଦେଉଥିବା ମଣିଷ ବାଘ ଆଜି ଜନ୍ତା ଭିତରେ। ଭାଙ୍ଗି ଯାଇଛି ମନୋବଳ, ଭୁଷୁଡ଼ି ପଡ଼ିଛି ଧୈର୍ଯ୍ୟବନ୍ଧ। ସେ ଆଜି ସାଜିଛି ଭଗ୍ନ ଜାନୁ ଦୁର୍ଯ୍ୟୋଧନ। ମଣିଷ ରକ୍ତରେ ହୋରି ଖେଳୁଥିବା ବୀର ସୈନିକ ଆଜି ଆଖିର ଲୁହକୁ ପିଇ ଚାଲିଛି। ସରଳ ନିରୀହ ମଣିଷ ଉପରେ ଇଂରେଜମାନଙ୍କର ନିର୍ମମ ଅତ୍ୟାଚାର କଥା ସେ ଭୁଲି ପାରୁନାହାନ୍ତି। ହାୟ, କେଇଟା ମୁହୂର୍ତ୍ତ ଭିତରେ କ'ଣ ହେଇଗଲା ଏସବୁ। ସାମାନ୍ୟ ସ୍ୱାର୍ଥ ପାଇଁ ମଣିଷ ଏମିତି ରଙ୍ଗ ବଦଳେଇ ପାରେ? ଏଇ କଥା ବାରମ୍ବାର ଆଘାତ କରୁଥିଲା ତାଙ୍କର ପଥର ହୃଦୟକୁ। ଉଷ୍ମ ଲୁହ ହେଇ ବହି ଆସୁଥିଲା ଆଖିର ଦୁଇ କୋଣରୁ। ହଜିଯାଇଥିଲା ଆଖିର ଜ୍ୟୋତି, ଶରୀରର ତେଜ। ଧୀରେ ଧୀରେ ନିଜର ଶାଳୀନ ବ୍ୟବହାର, ମିଷ୍ଟ ଭାଷାରେ ସେ ଜେଲର ଅନ୍ତେବାସୀମାନଙ୍କୁ କିଣି ନେଇ ପାରିଥିଲେ। ପ୍ରିୟପାତ୍ର ହୋଇଥିଲେ ଇଂରେଜ ଜେଲର ସାହେବ କର୍ଜନ ୱିଲଙ୍କର। ଜେଲରେ ଥାଇ ମଧ୍ୟ ରୋଗୀ ସେବା ଥିଲା ତାଙ୍କର ପ୍ରଥମ କର୍ତ୍ତବ୍ୟ। ଦେଖିଲେ ତ ଜଣେ ବୀର ସୈନିକର ଶୋଚନୀୟ ଅବସ୍ଥା। ଟିକିଏ ଅପେକ୍ଷା କରନ୍ତୁ, ମୁଁ ଆପଣଙ୍କୁ ପଢ଼ି ଶୁଣେଇବି ତାଙ୍କ ଜୀବନ ଇତିହାସର ଆଉ ଏକ ସ୍ମରଣୀୟ ଅଧ୍ୟାୟ। ଆପଣମାନେ ବୁଝିପାରିବେ। ସ୍ୱଦେଶେ ପୂଜ୍ୟତେ ରାଜା, ବିଦ୍ୱାନ୍ ସର୍ବତ୍ର ପୂଜ୍ୟତେ। ଏହି ନୀତିବାଣୀଟି କିପରି ପ୍ରତିଫଳିତ ହେଇଛି କୃତିବାସଙ୍କ ଚରିତ୍ରରେ। ଆସନ୍ତୁ ଭେଟିବା ଜେଲର ସାହେବ କର୍ଜନ ୱିଲଙ୍କୁ, ଆଉ ପଚାରି ବୁଝିବା ଆମ କୃତିବାସ ପାଠଶାଣୀଙ୍କ ହାଲଚାଲ। ଗୁଡ୍ ଆଫ୍ଟରନୁନ୍ ଜେଲର ସାହେବ। ଆପଣଙ୍କ ଜେଲ ଭିତରେ ଥିବା କୃତିବାସ ପାଠଶାଣୀଙ୍କ ସମ୍ପର୍କରେ ଆପଣଙ୍କ ମତାମତ କ'ଣ? ସାମାନ୍ୟ ହସି ଦେଇ ଜେଲର ସାହେବ କହିଲେ, ହି ଇଜ୍ ନଟ୍ ଏ ମ୍ୟାନ୍, ହି ଇଜ୍ ଆନ୍ ଇନକାର୍ନେସନ୍ ଅଫ୍ ଗଡ୍। ମଣିଷ ଦେହ ଧରି ଜନ୍ମ ହେଇଥିବା ସେ ଜଣେ ଦେବଦୂତ। ମୋ ସ୍ତ୍ରୀ ଦୁରାରୋଗ୍ୟ ରୋଗରେ ପୀଡ଼ିତା। ଡକ୍ଟରମାନଙ୍କ ସବୁ ଚେଷ୍ଟା ବିଫଳ ହେଇଛି। ଲୋକମୁଖରୁ ତାଙ୍କ ବିଷୟରେ ଅନେକ କଥା ଶୁଣି ତାଙ୍କୁ ନିଜର ଦୁଃଖ ଜଣେଇଥିଲି। ଇଂରେଜମାନେ ଯେ ତାଙ୍କ ଦେଶ ଓ ଜାତିର ଶତ୍ରୁ, ଏ କଥା ସେ ବିଚାରକୁ ନ ନେଇ ଚିକିତ୍ସା ଆରମ୍ଭ କଲେ ଓ ଅଳ୍ପ ଦିନ ଭିତରେ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ କରିଦେଲେ। No, he is not a common man. I am very much obliged to him. କି ଭାଷାରେ ମୁଁ ତାଙ୍କୁ କୃତଜ୍ଞତା ଜଣେଇବି? It's beyond my thought. ଆପଣମାନେ ଶୁଣିଲେ ତ କର୍ଜନ ୱିଲଙ୍କ ହୃଦୟର ବାଣୀ। ଏଇ ହେଉଛି ଓଡ଼ିଆ ଜାତି ଆଉ ଓଡ଼ିଆ ପୁଅର ହୃଦୟବତ୍ତା ମଣିଷ ପଣିଆ।
କି ପୁରସ୍କାର ଦେଲା ତାଙ୍କୁ ଏ ସ୍ୱାର୍ଥପର ବଣିକ ଇଂରେଜ ଜାତି? ତାଙ୍କ ଉପକାରର କି ପ୍ରତିଦାନ ଦେବେ କର୍ଜନ ୱିଲ ସାହେବ? ପୃଥିବୀର ସମସ୍ତ ଐଶ୍ୱର୍ଯ୍ୟ ଜଣେ ପ୍ରକୃତ ଦେଶଭକ୍ତ ନିକଟରେ ତୁଚ୍ଛ। କୌଣସି ବସ୍ତୁର ବିନିମୟରେ ତାକୁ କିଣାଯାଇପାରେ ନା। ଜେଲର ସାହେବଙ୍କ ସମସ୍ତ ପ୍ରତିଦାନକୁ ପ୍ରତ୍ୟାଖ୍ୟାନ କଲେ କୃତିବାସ। ତାହେଲେ ଜେଲର ସାହେବ କ'ଣ ନିରାଶ ହେଲେ? କୃତିବାସ କେଉଁ ପ୍ରତିଦାନର ଦାବି ଜଣାଇଲେ ଜେଲର ସାହେବଙ୍କୁ? ବଡ଼ ବିନମ୍ର ଭାବରେ କହିଲେ ଜେଲର ସାହେବ, ମିଷ୍ଟର ପଟ୍ଟସାଣୀ, ମୁଁ ଆପଣଙ୍କ ପାଖରେ ଆଜୀବନ ଋଣୀ। ଆଇ ଏମ୍ ଲାଇଫ୍ ଲଙ୍ଗ୍ ଇଣ୍ଡେପ୍ଟେଡ୍ ଟୁ ୟୁ। ତୁମେ ମୋତେ ଯାହା ମାଗିବ ମୁଁ ତାହା ଦେଇପାରିବି। ଯଦି ତୁମେ ମୁକ୍ତି ଚାହଁ, ମୁଁ ତୁମକୁ ମୁକ୍ତ କରି ତୁମ ଦେଶକୁ ପଠାଇଦେବି। କୃତିବାସ ନୀରବରେ ଶୁଣୁଥିଲେ ଜେଲର ସାହେବଙ୍କ କଥା। ଖୁବ୍ ଜୋରରେ ହସି ଉଠିଲେ କୃତିବାସ। ପୁଣି ଗମ୍ଭୀର ହୋଇଗଲେ। କହିଲେ, ଦେଇପାରିବେ? ଦେଇପାରିବେ ଆପଣ ମୁଁ ଯାହା ମାଗିବି? ନା, ମୁଁ ଜାଣେ ଆପଣ ଦେଇପାରିବେନି। ଥରେ ମାଗି ଦେଖ ନା, ମୁଁ ଦେଇପାରୁଛି କି ନାହିଁ? ଦୃଢ଼ କଣ୍ଠରେ କହିଲେ ଜେଲର ସାହେବ। ଗର୍ଜି ଉଠିଲେ କୃତିବାସ। ଯଦି ଆପଣ ମୋତେ କିଛି ଦେବାକୁ ଚାହୁଁଛନ୍ତି, ତେବେ ଦିଅନ୍ତୁ ମୋ ଶ୍ୱଶୁର ନରେନ୍ଦ୍ର ସିଂଙ୍କର କଟା ମୁଣ୍ଡ। ଦିଅନ୍ତୁ ନା। କ'ଣ ଦେଇପାରିବେ ତ? ସେଇ ଉପହାର ନେଇ ମୁଁ ଫେରିଯିବି ଓଡ଼ିଶା ମାଟିକୁ। କୌଣସି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ସେଇ ମୁଣ୍ଡଟାକୁ ଟାଙ୍ଗି ଦେଇ ସଗର୍ବେ କହିବି, ଚିହ୍ନି ରଖ ଏଇ ଦେଶଦ୍ରୋହୀ ମିତ୍ରଦ୍ରୋହୀ ନରେନ୍ଦ୍ର ସିଂଙ୍କୁ। ସମସ୍ତେ ଛେପ ପକେଇବେ ତା ମୁହଁରେ। ତେବେ ଯାଇ ମୁଁ ଖୁସି ହେବି। କୁହନ୍ତୁ, ଦେଇପାରିବେ? ଦେଇପାରିବେ ମୋତେ ନରେନ୍ଦ୍ର ସିଂର କଟା ମୁଣ୍ଡ? ଘୂରିଗଲା ଜେଲର ସାହେବଙ୍କ ମୁଣ୍ଡ। ଏପରି ପ୍ରତିଦାନ ଜଣେ ଶାନ୍ତ ସରଳ ମଣିଷ ମାଗିବ ବୋଲି ସେ କେବେ ଆଶା କରିନଥିଲେ। ବାସ୍ତବରେ କେଡ଼େ ଭୟଙ୍କର ଏ କୃତିବାସ ପାଠଶାଣୀ। ଏ ତ ମଣିଷ ନୁହେଁ, ବାଣପୁରର ବାଘ। ଏଇ ଥିଲା ଦେଶପ୍ରେମୀ କୃତିବାସଙ୍କ ଜୀବନ ଇତିହାସର କେତୋଟି ପୃଷ୍ଠା।